পুঙ্গব পঞ্চ মহাভূতক ক্ষিতি জল পাবক গগন শনি सुंदर मार्गटी बतई पृथ्वी गोटे झील जन्म ने जहांकर नाम हेउची बापा माने छटी नाम कौन कवि सम्राट भंग बही हेउची वैदेही संन्यास बुझिब पुरी सहजे बुझिब पुरी सहजे ओहे सरह नाम सेवे जानकी पार्वती जानकी पार्वती जानकी पार्वती जोजन बंधा सीता जोजन बंधा सीता हे मोर महिषी मामान मा जानकी कर नाम हेउची छट वैदेही मैथिली जानकी पार्थिवी जोजन गंधा सीता पुराण कहती पृथ्वी जन्म बोली तांकर गोटे नाम हेउची पार्थिवी केते दूर समुचीन आपण माने विचार करम माटी तळे गोटे सद्योजात शिशु कन्या पोतु होई करी रहिले निश्वास प्रश्वास ठीक भाव में नहीं पार तो बापा आमरी पुराण कहले लंगल मुन बाजिबा परे सीता कुआरे उत्पत्ति हेले हे मां लंगल मुनटा कोन तुरा की आघात तो निश्चय होई थांता ना एहा हेउची पुराणर परिकल्पना वास्तवता का बही हेउची संस्कृत बही जानकी मंगल कवि कहिले राजा जनकंकर दुईटी स्त्री जने हेले सुनयना आउ जने हेले धरित्री यही धरित्रींकर पुत्री हेउचंती मां सीता कालक्रमे धरित्री माटी पृथ्वी आम मानकर परिकल्पना सीता कुआरे क्षिति परे जल हे मां तीनोटी देवींकर जन्म कुंडली रहस्यमय सत्य जुगरे मां लक्ष्मी त्रेतया रे मां सीता द्वापर रे हेउचंती राधा ज्ञानी मंडली आपण जो पुराण देखिबे नाना मुनि नागे मतिष्ठ भिन्न 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 न्याय मान पाई किंतु पुराण कहती जलर उत्पत्ति होइचंती मां पद्मालया लक्ष्मी जो मानकर पूजार्चना चली क्षिति जल पावक सबिन पावक कहिले अग्नि पुराण पृष्ठारे अग्नि गोटे झियो जन्म रहिछि अग्नि सम्भूता अष्टभुजा मां दुर्गे मां जागुलाई क्षिति जल पावक गगन गगन कहिले आकाश आकाश रु गोटे झियो जन्म रहिछि से झियो किए पुराण कहिले से हेउचंती बृहस्पतिंकर नातुणी बृहस्पतिंकर पुओ कुशध्वज कुशध्वजंकर पालित कन्या पवन रु गोटे झियो जन्म से किए विद्यालय पिला माने दुईटी पूजा करती गोटे हेउची मां गणेश पूजा आउ गोटे हेउची सरस्वती पूजा तार मर्म बाक ज्ञानदाता गणेश ज्ञान प्रदान करिवे हे ज्ञानेन्द्र पुंगव जेते ज्ञान थाउ कदी बाक चातुरी नाही बाक शक्ति नाही ज्ञान परिप्रकाश लाभ करि पारिबो कि
দ্বিতীয় পূজাটি ହେଉଛି ସରସ୍ୱତୀ ପୂଜା। ତାର କାରଣ ପ୍ରାଣବାୟୁର ଅନ୍ୟ ନାମ ହେଉଛି ସରସ୍ୱତୀ। ଆପଣ ମାନଙ୍କର ଅମର କୋଷ ସ୍ୱର୍ଗବର୍ଗ କହିଲେ ମାତା ପୁତ୍ର ତୁ ବାକ ପ୍ରାଣ ପିତା ବା ମାତରମ୍ ସ୍ମୃତ ସରସ୍ୱତୀ ପ୍ରାଣ ବାଚଂ ପାଦୁ ସରସ୍ୱତୀ। ପ୍ରାଣବାୟୁର ଅନ୍ୟ ନାମ ହେଉଛି ସରସ୍ୱନ୍ତ। ତେଣୁ ବାକବାଦିନୀ ଦେବୀଙ୍କର ନାମ ହେଉଛି ସରସ୍ୱତୀ। ଏ ଜ୍ଞାନୀ ମଣ୍ଡଳୀ ଇଏ ପାଞ୍ଚଟା ଝିଅ ପଞ୍ଚଭୂତରୁ ଉତ୍ପତ୍ତି ହୋଇଥିଲେ ମଧ୍ୟ ଆଉ ଗୋଟିଏ ଝିଅ ହେଉଛି ଅନନ୍ୟ ସୃଷ୍ଟି। ସେ ଝିଅ କିଏ କ୍ଷମା କରିବେ ବାପା ମା, ଆଉ 10 ମିନିଟ୍ ପରେ ଝିଅର ପରିଚୟ ମୁଁ ଆପଣମାନଙ୍କୁ ଦେବି। କିନ୍ତୁ ଇଏ ଝିଅ ହେଉଛନ୍ତି ମାନ ଜଣେ ରାଜନନ୍ଦିନୀ, ତାର ଅନ୍ତରଙ୍ଗ ଦାସୀ ହେଉଛନ୍ତି ମାୟା। ଦିନେ ରାଜନନ୍ଦିନୀ ମାୟା ଦାସୀକୁ ଡାକିଲେ, ମାୟାଲୋ ମୋତେ କହ ମୋ ମନୋରାଜ୍ୟରେ 3ଟି ପ୍ରଶ୍ନ। କାହିଁକି? ପାଲା ତ ପ୍ରତିଯୋଗିତା ପାଲା ବୋଲି କହି ହେବ ନାହିଁ, ସହଯୋଗିତା ପାଲା କହିଲେ ବି ଅତ୍ୟୁକ୍ତି ହେବ ନାହିଁ। ଆଜିକାଲି 2 ଦିନ, ପୁଣି 2 ତାରିଖରେ ରହିଛି ଫାଇନାଲ। ହେ ଜ୍ଞାନୀନ୍ଦ୍ର ପୁଙ୍ଗବ, ଏ ଅଧିବାସର ଜମିରେ ଏ 3ଟି ପ୍ରଶ୍ନ ଉପରେ ମୁଁ ବିଷୟ ଧାରାକୁ ଆରମ୍ଭ କରିଛି। ରାଜନନ୍ଦିନୀ ପଚାରିଲେ ମାୟା ମୋ ମନୋରାଜ୍ୟରେ 3ଟି ପ୍ରଶ୍ନ। ପ୍ରଥମ ପ୍ରଶ୍ନ ଜୀବର ଚରମ ଲକ୍ଷ୍ୟ କ'ଣ? ଦ୍ୱିତୀୟ ପ୍ରଶ୍ନ ଜୀବର ପ୍ରକୃତ ପରିଚୟ କ'ଣ? ତୃତୀୟ ପ୍ରଶ୍ନ ଜୀବ ଏ ଧରା ମଧ୍ୟକୁ ଆସିଛି କାହିଁକି? ଚିକେନ ଖାଇବ, ମଟନ ଖାଇବ, ଖଟି ପିଇବ, ଶୋଇବ। ନିରାଚଳ ନିବାସାୟ ବିଦ୍ୟାୟ ପରମାତ୍ମନେ ବଳଭଦ୍ର ସୁଭଦ୍ରାଭ୍ୟାଂ ଜଗନ୍ନାଥାୟ ନମଃ। ଗାୟତ୍ରୀ ଜଗନ୍ନାଥ ମହାପ୍ରଭୁ ସର୍ବରିଷ୍ଟ ଖଣ୍ଡନ କରି ଶୁଭଫଳ ପ୍ରଦାନ କରନ୍ତୁ। ବୋଲ ଆନନ୍ଦେ କବାର ହେ ଗୁଣଗ୍ରାହୀ ବିବେକୀ ମହୋଦୟ, ରାଜନନ୍ଦିନୀ ପ୍ରଶ୍ନ ମାୟା। ଆଚ୍ଛା ମାୟା ଜୀବର ଚରମ ଲକ୍ଷ୍ୟ କ'ଣ? ଜୟ ଜଗନ୍ନାଥ। ସମସ୍ତ ଦର୍ଶକ ବନ୍ଧୁଙ୍କୁ ବିନମ୍ର ନିବେଦନ, ଗତ ବର୍ଷ ଆପଣମାନେ ଆମ ସମୟ ଭିତରେ ରହିଯାଇଥିଲେ। ନିବେଦନ ମଞ୍ଚ ତରଫରୁ, ବିଚାରକମାନଙ୍କ ତରଫରୁ ଯିଏ ଯାହା ଦବା କଥା ଉପଢୌକନ ଗୋଟେ କାଗଜରେ ଲେଖିବେ, ନା, ଆଡ୍ରେସ, ଠିକଣା ଏବଂ ଯାହା ଟଙ୍କା ଦେବେ ସଂଖ୍ୟା ଲେଖିବେ, ପରିମାଣ ଲେଖିବେ, ଏ ମଞ୍ଚରେ ଦେବେ। ଆମେ ପ୍ରତି ଘଣ୍ଟାରେ 3 ଘଣ୍ଟା ପାଲାର କାର୍ଯ୍ୟକ୍ରମର ଅବଧି ଭିତରେ ପ୍ରତି ଘଣ୍ଟାର ଶେଷରେ ଥରେ 5 ମିନିଟ୍ 3 ମିନିଟ୍ ଗାୟକ ମହୋଦୟଙ୍କ ତରଫରୁ ସମୟ ନେଇ ଆପଣମାନଙ୍କୁ ଘୋଷଣା କରିଦେବୁ, ଜଣାଇଦେବୁ। ମଞ୍ଚ ଉପରକୁ କେହି ଜଣେ ବି ଯାଆନ୍ତୁନି, ନମ୍ରତାର ସହିତ ନିବେଦନ। ଜୟ ଜଗନ୍ନାଥ। ହେ ମାୟା, ମୋ ପ୍ରଶ୍ନର ଉତ୍ତର ଦେଇପାରିବୁ? ତାହେଲେ କହ ଜୀବର ଚରମ ଲକ୍ଷ୍ୟ କ'ଣ? ହେ ଜ୍ଞାନୀ ଗୁଣୀ, ଯେତେ ବାପା ମାନେ ମଞ୍ଚରେ ବସିଛେ, ଏ 3ଟି ପ୍ରଶ୍ନ ବିଷୟରେ କେହି ଦିନେ ତର୍ଜମା କରିଛେ କି? ନା। କିନ୍ତୁ ପୁରାଣ ପୃଷ୍ଠାରେ 2 ଜଣ ଝିଅଙ୍କ ଭିତରେ କେମିତି ବ୍ରହ୍ମବାଦୀ କଥୋପକଥନ ବିଚାର କରନ୍ତି। ମାୟା ଦାସୀ ଭାରି ଚତୁରୀ, କହିଲା ଯେ ମା, ଜୀବର ଚରମ ଲକ୍ଷ୍ୟ ହେଉଛି ଜୀବ ଯେଉଁଠୁ ଆସିଛି ତୁ କଣ ବୁଝିଲୁ? ତୁ ଯେମିତି ଚାଲୁଛୁ, ନାରୀ ପାଠ କଲେ ତାର କାନି ତ ଶାଶୁ କଣ ଖାଇଲେ ଭଲ ମାରି। ତୁ କଣ କମ ସୁନ୍ଦର? ତୁ ଫାଷ୍ଟ ହେଇଛୁ ସୁନ୍ଦରୀ ପ୍ରତିଯୋଗିତା। ତୋ ନୀଲଜ ମୁହଁ ଚାହିଁ କୋଉ 2 ଜଣ ମଲେଣି?
ତୋରି ମୁହଁ ଚାହିଁ ପ୍ରାଣ ତ୍ୟାଗ କଲେ। ଆଉ ଜଣେ ଲାଇନରେ ଅଛନ୍ତି। ଆରେ ଲାଇନରେ କିଏ? ସିଏ ହଉଛନ୍ତି ନବୀନ ପଟ୍ଟନାୟକ। ଆରେ ରହ। ଦେଖନ୍ତୁ ମାୟାଦାସୀ ଉତ୍ତରଟି ଦେଲେ, କହିଲେ ଜେମା ଶୁଣୁ, ଜୀବର ଚରମ ଲକ୍ଷ୍ୟ, ଜୀବ ଯୋଉଠୁ ଆସିଛି ସେଇଠିକି ଯିବ। ଜୀବ ଆସିଛି କୋଉଠି? ପ୍ରଥମେ ଆପଣମାନଙ୍କୁ ଭେଟି ଦଉଛି ଆର୍ଯ୍ୟ ସନାତନୀ ଧର୍ମର ଅମୂଲ୍ୟ ଗ୍ରନ୍ଥ ଶ୍ରୀମଦ ଭଗବତ ଗୀତା। ବ୍ୟାସ କହିଲେ ଜୀବନ ଚରମ ଲକ୍ଷ୍ୟ କଣ? ସେ ଅବ୍ୟକ୍ତା ଭୂତାନି ମଧ୍ୟାନି ଭାରତ ଅବ୍ୟକ୍ତା ନିଧନାନି ଏବ ଭୂତତ୍ର କା ପରିଦେବ ନା। ଭଗବତ ଗୀତା ସମାଧାନ କଲେ ଆମେ ସମସ୍ତେ କ୍ଷରିତ ହେଇଛେ କେଉଁଠାରୁ? ଅବ୍ୟକ୍ତ ଅପ୍ରକାଶ ମଣ୍ଡଳରୁ ପ୍ରକାଶମୟ ଜଗତକୁ ଆମେମାନେ ଆସିଲୁ। ଆସିଲେ। ଏ ମା ଓ ଭଗବତ ଗୀତା ଯାହା କହିଲେ କହିଲେ। ଓଡ଼ିଆ ଭାଗବତ ଜଗନ୍ନାଥ ଦାସ ମଧ୍ୟ ବାଦ ପଡ଼ିନାହାନ୍ତି। ଜଗନ୍ନାଥ ଦାସ କଣ କହିଲେ? କହିଲେ ଓ ନାମୁ ନାମ ଉଆସ ନାମରୁ ନାମକୁ ଛାଇ ଅନାମୁ ନାମକୁ ଛାଇ ନାମରୁ ଅନାମକୁ ଛାଇ ଅନାମୁ। ଅନାମ ମଣ୍ଡଳରୁ ସମସ୍ତେ ଆମେ କ୍ଷରିତ ହେଲେ। ଆଚ୍ଛା। ପ୍ରକାଶମୟ ନାମମୟ ଜଗତକୁ ଲୀଳା ଖେଳା ସରିବ, ସେଇ ଅନାମ ମଣ୍ଡଳକୁ ସମସ୍ତେ ଚାଲିଯିବା, ଚାଲିଯିବା। ପରମାତ୍ମାଙ୍କ ସହିତ ମିଶିଯିବା। ସନ୍ଥ ସମାଜ ଓଡ଼ିଆ ଭାଗବତ ଯାହା କହିଲେ, କହିଲେ। ଭଗବତ ଗୀତା ଯାହା କହିଲେ, କହିଲେ। ମହାପୁରୁଷମାନେ ବାଦ କହିଛନ୍ତି। ନା ନା। ମହାପୁରୁଷମାନେ କଣ କହିଲେ? କଣ କହିଲେ? କହିଲେ ଅନାମ ମଣ୍ଡଳରୁ ସର୍ବେ ସନ୍ତାନି ସର୍ବେ ସନ୍ତାନି ନାମ तो प्रथम प्रश्नर उत्तर पाइलु जीवर चरम लक्ष्य कौन एबे तोर द्वितीय प्रश्नर उत्तरटा सुन वास्तविक जीवर परिचय कौन छबिन तमे कहिबो मोर नाम छबिन महाशय कहिबे मोर नाम मुकुंद आपण कहिबे मोर नाम गोविंद एहा कोन हमर प्रकृत परिचय की ना नहीं आज्ञा ना आम मानकर प्रकृत परिचय सही भगवत गीता गीता ममई बांसो जीवन का जीवभूत सनातन मनः षष्ठानीन्द्रियाणि प्रकृति स्थानि कर्षति पालाकू शास्त्रीय नाटक मान्यता दिया गलानी टिके धीर भाव चिंतन करंतु भगवत गीता समाधान करिसंती केमिति सेति पई बोध हुए कुहा गाइछि रुचु न रुचु खा पिता बुझु न बुझु देख जीवर परिचय आमे जिते बापा माने सभारे उपस्थित अच्छे अच्छा आम समस्तंकर गोटिए परिचय आमे माने भगवानंकर अंश विशेष ताहले भगवान किए सब अंश को धारण करिबा वाला जहांकर नाम हेउची अंशी प्रमाण जगत गुरु ठाकुर अभिराम परमहंस अंशी तुही अंश मुही प्रति जुगे